ସମସ୍ତଙ୍କୁ ପୁଣି ଏକ ସୁନ୍ଦର ଭିଡ଼ିଓକୁ ସ୍ୱାଗତ କରୁଛି। ଆଜିର ଏହି ଭିଡ଼ିଓରେ ପିଲାମାନେ ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ୟୁନିଟ୍ 5ର ଟପିକ୍ ଅଷ୍ଟାଦଶ ଶତାବ୍ଦୀରେ ପରିବର୍ତ୍ତନ ବିଷୟରେ ଆଲୋଚନା କରିବା। ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଯେଉଁ ଭାରତରେ ଯେଉଁ ନଗର ଗୁଡ଼ିକ ଥିଲା ଓ ସହର ଗୁଡ଼ିକ ଥିଲା, ସେହି ନଗର ଓ ସହର ଗୁଡ଼ିକରେ ଅଷ୍ଟାଦଶ ଶତାବ୍ଦୀରେ କ'ଣ କ'ଣ ପରିବର୍ତ୍ତନ ଘଟିଲା ତାହାରି ବିଷୟରେ ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ପିଲାମାନେ ତୁମର ପରୀକ୍ଷାରେ ଯଦି ଅଷ୍ଟାଦଶ ଶତାବ୍ଦୀରେ ପରିବର୍ତ୍ତନ ପ୍ରଶ୍ନ ଆସିବ, ତାହେଲେ ଏହି ପ୍ରଶ୍ନଟି 3 ମାର୍କର ପ୍ରଶ୍ନ ହେବ ପିଲାମାନେ। ତ ତୁମର ଆଗକୁ ଯେଉଁ ବାର୍ଷିକ ପରୀକ୍ଷା ବା ଆନ୍ୟୁଆଲ୍ ଏକ୍ଜାମ୍ ଅଛି, ସେହି ଦୃଷ୍ଟିରୁ ଏହି ଅଷ୍ଟାଦଶ ଶତାବ୍ଦୀରେ ନଗର ଓ ସହର ଗୁଡ଼ିକରେ ହୋଇଥିବା ପରିବର୍ତ୍ତନ ବିଷୟରେ ଜାଣିବାଟା ଅତ୍ୟନ୍ତ ଜରୁରୀ ଅଟେ। ଅଷ୍ଟାଦଶ ଶତାବ୍ଦୀରେ ନଗରମାନଙ୍କରେ ଅନେକ ପରିବର୍ତ୍ତନ ଦେଖାଯାଇଥିଲା। ଏହି ଅଷ୍ଟାଦଶ ଶତାବ୍ଦୀରେ ଭାରତରେ ଥିବା ପୁରାତନ ସହର ଗୁଡ଼ିକର ପତନ ହେଲା ଏବଂ ଏହି ଅଷ୍ଟାଦଶ ଶତାବ୍ଦୀରେ ନୂତନ ସହର ଗୁଡ଼ିକର ଉତ୍ଥାନ ହେଲା। ଅଷ୍ଟାଦଶ ଶତାବ୍ଦୀରେ ପୁରାତନ ସହର ଗୁଡ଼ିକର ପତନ ଏବଂ ଅଷ୍ଟାଦଶ ଶତାବ୍ଦୀରେ ନୂତନ ସହର ଗୁଡ଼ିକର ଉତ୍ଥାନ ହେବା ପଛରେ ପ୍ରମୁଖ କାରଣଟି ହେଉଛି ପିଲାମାନେ ମୋଗଲ ଶାସନର ଅବସାନ ଘଟିବା। ମୋଗଲ ଶାସନର ଅବସାନ ଘଟିବା ଦ୍ୱାରା ଭାରତର ପୁରାତନ ସହର ଗୁଡ଼ିକର ଅଷ୍ଟାଦଶ ଶତାବ୍ଦୀରେ ପତନ ହୋଇଥିଲା ଏବଂ ଭାରତରେ ନୂତନ ସହର ଗୁଡ଼ିକର ଉତ୍ଥାନ ହୋଇଥିଲା। ଭାରତରେ ମୋଗଲମାନେ ଶାସନ କରୁଥିବା ସମୟରେ ଯେଉଁ ପ୍ରଶାସନିକ ନଗର ଗୁଡ଼ିକର ମହତ୍ତ୍ୱ ଥିଲା, ସେହି ପ୍ରଶାସନିକ ନଗର ଗୁଡ଼ିକ ନିଜର ମହତ୍ତ୍ୱ ହରାଇଲେ। କେଉଁ କେଉଁ ପ୍ରଶାସନିକ ନଗର ଗୁଡ଼ିକ ତାଙ୍କର ମହତ୍ତ୍ୱ ହରାଇଲେ ଦେଖ ପିଲାମାନେ, ଲାହୋର, ଆଗ୍ରା, ଦିଲ୍ଲୀ ଇତ୍ୟାଦି ସହର ଗୁଡ଼ିକ ତାଙ୍କର ପ୍ରଶାସନିକ ମହତ୍ତ୍ୱ ହରାଇଲେ। ତା ସହିତ ପିଲାମାନେ ନୂତନ ସହର ଗୁଡ଼ିକର ବିକାଶ ହେଲା। କେଉଁ କେଉଁ ନୂତନ ସହର ଗୁଡ଼ିକର ବିକାଶ ହେଲା, ଯେମିତିକି ଲକ୍ଷ୍ନୌ, ହାଇଦ୍ରାବାଦ, ଶ୍ରୀରଙ୍ଗାପଟ୍ଟନମ, ପୁନା ଇତ୍ୟାଦି ନୂତନ ସହର ଗୁଡ଼ିକର ବିକାଶ ହେଲା ଏବଂ ସେହି ନୂତନ ସହର ଗୁଡ଼ିକରେ ବସବାସ କଲେ ବ୍ୟବସାୟୀମାନେ, କାରିଗରମାନେ, ତା ସହିତ ପ୍ରଶାସନିକ ଅଧିକାରୀମାନେ। ଯେଉଁ ସ୍ଥାନରେ ସାପ୍ତାହିକ ହାଟ ବଜାର ବସୁଥିଲା, ସେହି ସ୍ଥାନ ଗୁଡ଼ିକରେ ନୂଆ ନୂଆ ସହର ଗୁଡ଼ିକ ଗଢ଼ି ଉଠିଲା। 1757 ମସିହାରେ ଇଂରେଜମାନେ ପଲାସି ଯୁଦ୍ଧରେ ବିଜୟ ଲାଭ କଲେ ଏବଂ ପଲାସି ଯୁଦ୍ଧରେ ବିଜୟ ଲାଭ କରି ସାରିବା ପରେ ଇଂରେଜମାନେ ବାଣିଜ୍ୟରେ ଏକଚାଟିଆ କାରବାର ଆରମ୍ଭ କରିଦେଲେ ଭାରତରେ। ଇଂରେଜମାନେ ପଲାସି ଯୁଦ୍ଧରେ 1757 ମସିହାରେ ବିଜୟ ଲାଭ କଲା ପରେ ପ୍ରଥମେ ସେମାନେ ବଙ୍ଗର ଶାସନଭାର ନିଜ ହାତକୁ ନେଲେ। ଇଂରେଜମାନେ କମ୍ପାନୀ ଶାସନର କେନ୍ଦ୍ରମାନଙ୍କରେ ନୂତନ ନଗର ଗୁଡ଼ିକ ସ୍ଥାପନ କଲେ। ଇଂରେଜମାନଙ୍କର 3ଟି କେନ୍ଦ୍ର ନଗରୀ ଥିଲା, ଯେମିତିକି କଲିକତା, ବମ୍ବେ, ମାଡ୍ରାସ। କଲିକତା, ବମ୍ବେ ଓ ମାଡ୍ରାସ ଇଂରେଜମାନଙ୍କର 3ଟି କେନ୍ଦ୍ର ନଗରୀ ଥିଲା ଏବଂ ଏହି କେନ୍ଦ୍ର ନଗରୀ ଗୁଡ଼ିକ ଇଂରେଜମାନଙ୍କର ଆର୍ଥିକ ଗତିବିଧିର କେନ୍ଦ୍ର ମଧ୍ୟ ଥିଲା। ଇଂରେଜମାନେ କମ୍ପାନୀର ବାଣିଜ୍ୟ କେନ୍ଦ୍ର ସ୍ଥାପନ କଲେ ମାଡ୍ରାସଠାରେ 1639 ମସିହାରେ। ସେହି ଇଂରେଜମାନେ କମ୍ପାନୀର ବାଣିଜ୍ୟ କେନ୍ଦ୍ର ସ୍ଥାପନ କଲେ କଲିକତାଠାରେ 1690 ମସିହାରେ। ଆରମ୍ଭରୁ ବମ୍ବେ ପର୍ତ୍ତୁଗୀଜମାନଙ୍କ ଅଧୀନରେ ଥିଲା। ଇଂରେଜ ରାଜାଙ୍କୁ ବମ୍ବେ ଉପହାର ରୂପରେ ମିଳିଥିଲା। 1661 ମସିହାରେ ଇଂଲଣ୍ଡର ରାଜା ବମ୍ବେକୁ ଉପହାର ରୂପରେ ଦାନ କରିଥିଲେ କମ୍ପାନୀକୁ। ଏଠି କମ୍ପାନୀ କହିଲେ ପିଲାମାନେ
ଇଷ୍ଟ ଇଣ୍ଡିଆ କମ୍ପାନୀକୁ କମ୍ପାନୀ ବୋଲି କୁହାଯାଉଛି। ଏହା ହିଁ ଥିଲା ପିଲାମାନେ ଭାରତର ସହର ଓ ନଗରମାନଙ୍କରେ ଘଟିଥିବା ଅଷ୍ଟାଦଶ ଶତାବ୍ଦୀରେ ପରିବର୍ତ୍ତନ ବିଷୟରେ। ଯଦି ତୁମର ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସିବ ପିଲାମାନେ 3 ମାର୍କର ପ୍ରଶ୍ନ ଆସିବ ଏହି ଟପିକରୁ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଏହି ଭିଡ଼ିଓଟି ତୁମ ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବ। ତା ସହିତ ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।